ଦିନ ଏକ ଛୋଟ ପିଙ୍ଗ ସ୍କ୍ରିନ୍ରେ ଏକ ହାଏ, ଯେମିତି ଲଙ୍ଗ ସର୍ଜରୀ ପରେ ସଡନ୍ ପଲ୍ସ। ମୁଁ ପଢ଼ିଥିଲି ବାରମ୍ବାର, ସତେ ଯେମିତି ଷ୍ଟ୍ରାଟିଗ୍ରାଫିକ୍ ସେକ୍ସନରେ ଲୁଚି ରହିଥିବା ଫସିଲଟେ ମିଳିଗଲା। ତାଙ୍କର ମେସେଜ ଆସିଲା। ସେ କହିଲେ, ତୁମର ଜିଓଲୋଜି ଯେମିତି ମୋର ମେଡ଼ିସିନକୁ କମ୍ପ୍ଲିଟ୍ କରେ, ତୁମ ଷ୍ଟ୍ରାଟିଗ୍ରାଫି ସତେ ଯେମିତି ମୋର ଫିଜିଓଲୋଜି ଲେୟର ବାଇ ଲେୟର ମୋର ବଡ଼ିକୁ ଏକ୍ସପ୍ଲେନ୍ କରେ। ମୁଁ କହିଲି, ତୁମ ଷ୍ଟେଥୋସ୍କୋପ୍ ଯେମିତି ମୋର ସେସ୍ମୋଗ୍ରାଫ, ଦୁହିଁଙ୍କର ସାଉଣ୍ଡ ଶୁଣିଲେ ହୃଦୟ କମ୍ପି ଉଠିଥାଏ। ତାପରେ ସେ କହିଲେ, ତୁମ ସହିତ ଲାଇଫଟା ଯେମିତି ନ୍ୟୁ ଆନାଟୋମି କ୍ଲାସ୍, ପ୍ରତ୍ୟେକ ଦିନ ନୂଆ ଡିସ୍କଭରି। ମୁଁ କହିଲି, ତୁମ ସହିତ ଜର୍ଣ୍ଣି ଯେମିତି ନୂଆ ଷ୍ଟ୍ରାଟିଗ୍ରାଫି, ଲେୟର ବାଇ ଲେୟରର ସୁନ୍ଦରତା। ଠିକ୍ ଏମିତି ଫେରିଥିଲା ଆମର କନଭରସେସନ, ଯେମିତି କୋଲାପ୍ସଡ ମାଇଣ୍ଡରେ ଫ୍ରେଶ ଗ୍ରାଉଣ୍ଡ ୱାଟର ସ୍ପ୍ରିଙ୍ଗ। ଆଉ ହସ ଫେରିଥିଲା ଯେମିତି ଆଇସିୟୁରେ ସତେ ଯେମିତି ପେସେଣ୍ଟ ରିକଭରି କରୁଛି। ଶେଷରେ ଆମେ ଚାଲିଥିଲୁ ହାତରେ ହାତ ମିଶେଇ, ଯେମିତି ରିଭର ଆଉ ଟ୍ରିବ୍ୟୁଟରି ଫାଇନାଲି ମିଶିଗଲେ ସୃଷ୍ଟି କରି ଏକ ନିଆରା ଡେଲ୍ଟା। ପରିଶେଷରେ ଲଭ୍ ଯେମିତି ଜିଓଲୋଜି ଓ ମେଡିକାଲ, ଦୁଇଟି ଅଲଗା ଷ୍ଟ୍ରିମ୍, କିନ୍ତୁ ଏକାଠି ହେଲେ ଲାଇଫର ବେଷ୍ଟ ଥେରାପି। ହୃଦୟର ସ୍କାର୍ ମଧ୍ୟ ହିଲ୍ ହେଇଯିବ, ଆଉ ପ୍ରେମର ଷ୍ଟୋରିରେ ଏକ ହ୍ୟାପି ଏଣ୍ଡିଙ୍ଗ ହେବ ନୂଆ ପ୍ରେସ୍କ୍ରିପସନ୍ ସହିତ।